ଏବଂ ଏହାର ଶେଷ ସମୟ ସୀମା ରଖିଥିଲେ ଜୁନ୍ ମାସ 30 ତାରିଖ, ଯାହାକି ସରିଗଲା। ଏବଂ ଜୁନ୍ ମାସ 30 ତାରିଖ ଦିନ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କହିଲେ ଯେ ଆଉ କେୱାଇସିର ସମୟ ସୀମା ବୃଦ୍ଧି କରାଯିବ ନାହିଁ। ଗତ ଅଗଷ୍ଟ ମାସରୁ କେୱାଇସି ପ୍ରଚଳନ କରିଛନ୍ତି ସାରା ରାଜ୍ୟରେ। ରାଜ୍ୟର ଯେଉଁମାନେ ପଡ଼ି କାର୍ଡ଼ଧାରୀ ଅଛନ୍ତି, ନ୍ୟାସନାଲ୍ ଫୁଡ୍ ସିକ୍ୟୁରିଟି ଆକ୍ଟ ଯେଉଁ ଅଛି ସେ ଅନୁସାରେ ଆମର ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କେୱାଇସି ବ୍ୟବସ୍ଥା ଆରମ୍ଭ ହୋଇଥିଲା। ବିଭିନ୍ନ ସମୟରେ ସରକାର ଏହାକୁ ବୃଦ୍ଧି କରିଛନ୍ତି ଏବଂ ଏହାର ଶେଷ ସମୟ ସୀମା ରଖିଥିଲେ ଜୁନ୍ ମାସ 30 ତାରିଖ, ଯାହାକି ସରିଗଲା। ଏବଂ ଜୁନ୍ ମାସ 30 ତାରିଖ ଦିନ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କହିଲେ ଯେ ଆଉ କେୱାଇସିର ସମୟ ସୀମା ବୃଦ୍ଧି କରାଯିବ ନାହିଁ। ଯେଉଁମାନେ କେୱାଇସି କରିପାରି ନାହାନ୍ତି ସେମାନଙ୍କର କାର୍ଡ଼ ଗୁଡ଼ିକ ସସ୍ପେଣ୍ଡ କରିଦିଆଯିବ ଏବଂ ସେମାନେ 3 ମାସ ମଧ୍ୟରେ ଯଦି ପୁନଶ୍ଚ ସେମାନଙ୍କର କେୱାଇସି କରନ୍ତି ତାହେଲେ ତାଙ୍କର କାର୍ଯ୍ୟକ୍ଷମ ତାଙ୍କର ପୁଣି ଥରେ କାର୍ଡ଼ ଗୁଡ଼ିକ କାର୍ଯ୍ୟକ୍ଷମ ହୋଇଯିବ। ଆପଣ ଦେଖନ୍ତୁ, ଓଡ଼ିଶାରେ ଯେଉଁ ରାସନ କାର୍ଡ଼ ଗୁଡ଼ିକ ପ୍ରଚଳିତ ହେଉଛି ସେଗୁଡ଼ା ହେଉଛି ପାରିବାରିକ ରାସନ କାର୍ଡ଼। ଧରି ନିଅନ୍ତୁ ଗୋଟେ ପରିବାରରେ 5 ଜଣ, କେଉଁ ପରିବାରରେ 6 ଜଣ, କେଉଁ ପରିବାରରେ 4 ଜଣ, କେଉଁ ପରିବାରରେ 3 ଜଣ ଲୋକ ଏଇଭଳି ଭାବରେ ରହିଛନ୍ତି। କିନ୍ତୁ ମୋର କହିବା କଥା ହେଉଛି ସରକାର ଯଦି ପାରିବାରିକ କାର୍ଡ଼ଟିକୁ କେୱାଇସି କରିନଥିବାରୁ କିଛି ଲୋକ କାଟି ଦିଅନ୍ତି ତାହେଲେ ତାଙ୍କ ପରିବାର ସେଥିରୁ ବଞ୍ଚିତ ହେବ। ଦେଖାଯାଇଛି ଯେ ବହୁତ ଜାଗାରେ ଗୋଟେ ରାସନ କାର୍ଡ଼ରେ 5 ଜଣ ହିତାଧିକାରୀଙ୍କ ନାଁ ରହିଛି, ତନ୍ମଧ୍ୟରୁ 3 ଜଣ ହିତାଧିକାରୀ କରିଛନ୍ତି, 2 ଜଣ କୌଣସି କାରଣରୁ ଧରନ୍ତୁ ସେମାନେ ବାହାରେ ଯାଇକି ଚାକିରି କରୁଛନ୍ତି, ଆସିପାରି ନାହାନ୍ତି ବା ଶାରୀରିକ ଅକ୍ଷମତା ଯୋଗୁଁ ଆପଣଙ୍କର ଖୁଚୁରା ବିକ୍ରୟ କେନ୍ଦ୍ରରେ ପହଞ୍ଚି ପାରିନାହାନ୍ତି କିମ୍ବା ତାଙ୍କର ବୟସାଧିକ କାରଣରୁ ତାଙ୍କର ଆଙ୍ଗୁଳି ଛାପ ମେଳକ ହେଉନାହିଁ। ଏଇଭଳି ଅବସ୍ଥାରେ ଯେଉଁମାନେ କେୱାଇସି କରିନାହାନ୍ତି ସେମାନଙ୍କର କାର୍ଡ଼ରୁ ଯଦି ତାଙ୍କ କାର୍ଡ଼ଟିକୁ ରଦ୍ଦ କରିଦିଆଯାଏ, ଯେଉଁ 3 ଜଣ ଲୋକ ବା 4 ଜଣ ଲୋକ କେୱାଇସି କରିଛନ୍ତି ସେମାନେ ମଧ୍ୟ ସାମଗ୍ରୀ ପାଇବାରୁ ବଞ୍ଚିତ ହେବେ। ତେଣୁ ମୋର ସରକାରଙ୍କୁ ନିବେଦନ, ସରକାର କେୱାଇସି ବହୁତ ସମୟ ଦେଇଛନ୍ତି, ସେଥିରେ କିଛି କହିବାର ନାହିଁ। ସରକାର କିନ୍ତୁ ସମ୍ବେଦନଶୀଳ ହୁଅନ୍ତୁ, ସରକାର ଏଥିପ୍ରତି ଯତ୍ନବାନ ହୁଅନ୍ତୁ। କାରଣ ଆପଣ ଦେଖିବେ ରାସନ କାର୍ଡ଼ଟିକୁ କେବଳ ଯଦି ଆପଣ 5 କିଲୋ ଚାଉଳ ଉତ୍ସ କହିଲେ କଥା ଜମାରୁ ନୁହଁ। ରାସନ କାର୍ଡ଼ଟି ବର୍ତ୍ତମାନ ବହୁ ଲୋକଙ୍କର ବହୁ କାର୍ଯ୍ୟରେ ଲାଗିବା ପାଇଁ ହେଉଛି। ସରକାରଙ୍କ ବିଭିନ୍ନ ଯୋଜନା ପାଇଁ ରାସନ କାର୍ଡ଼ଟି ଗୋଟେ ପରିଚୟ ପତ୍ର ଭାବରେ ଆପଣଙ୍କର ରହିଛି। ଯେମିତି ଆପଣଙ୍କର ଆୟୁଷ୍ମାନ କାର୍ଡ଼ ହେଉ କିମ୍ବା ଆପଣଙ୍କ ଆବାସ ଯୋଜନାରେ ପାଇବା ପାଇଁ ହେଉ କିମ୍ବା ଧାନ ଆପଣଙ୍କର ବିକ୍ରି କରିବା ପାଇଁ ମଧ୍ୟ ହେଲେ ତାଙ୍କ ରାସନ କାର୍ଡ଼ଟି ମ୍ୟାଣ୍ଡେଟୋରୀ ବର୍ତ୍ତମାନ ହୋଇଯାଇଛି। ଯାହାଫଳରେ ରାସନ କାର୍ଡ଼ କାଟିଦେବାଟା ବଡ଼ କଥା ନୁହଁ। ସେଇ ବ୍ୟକ୍ତିମାନଙ୍କୁ ଆପଣ କାଟିବା ପୂର୍ବରୁ ଆପଣ ଯଥେଷ୍ଟ ସରକାର ଯତ୍ନବାନ ହୁଅନ୍ତୁ, ତାଙ୍କୁ ଆଉ ସୁଯୋଗ ଦିଅନ୍ତୁ। ମୋର ଆପଣ ସରକାରଙ୍କୁ ନିବେଦନ।